ଯୋଗାଣ ସହାୟକ ଭାଇ ଭଉଣୀ ମାନେ ବହୁ କଷ୍ଟରେ 8,000 ଟଙ୍କା ପେମେଣ୍ଟରେ 4 ବର୍ଷ 8 ବର୍ଷ 10 ବର୍ଷ 12 ବର୍ଷ 14 ବର୍ଷ ମାନେ ଚାକିରି କଲେ ଅଥଚ କେହି ପଚାରୁନାହାନ୍ତି। ସେମାନେ ଚାହୁଁଛନ୍ତି ନ୍ୟାଯ୍ୟ ଦାବି ତାଙ୍କୁ ସ୍ଥାୟୀ କରାଯାଉ, ସ୍ଥାୟୀ ପେମେଣ୍ଟ କରାଯାଉ। ଏଇ ଦାବି ନା କ'ଣ ଆପଣଙ୍କର? ଏଇ ଦାବି ଆମର 100% ସମର୍ଥନ କରୁଛୁ। ମୁଁ ଆଙ୍କର ଦାବି ମୁଖ୍ୟମନ୍ତ୍ରୀ ପାଖେ ଦୃଷ୍ଟି ଆକର୍ଷଣ କରିବି ଏବଂ ଯୋଗାଣ ମନ୍ତ୍ରୀ ପାଖେ ଦୃଷ୍ଟି ଆକର୍ଷଣ କରି ଯେମିତି ମାନେ ତାଙ୍କର ନ୍ୟାଯ୍ୟ ଦାବି ପାଇବେ ସେଥିପାଇଁ ଚେଷ୍ଟା ନିଶ୍ଚିତ। ମୁଁ ସଞ୍ଜୀବ ଦାସ ରାଜ୍ୟ ଯୋଗାଣ ସଂଘ ସଭାପତି। ଅନେକ ଦିନର ଯେଉଁ କଷ୍ଟ ରହିଛି ଆଜି ସରକାରଙ୍କ ପାଖକୁ ଆପଣ ଆସିଛନ୍ତି ଦାବି ନେଇକି ରାଜରାସ୍ତା ବସିଲେ ଧଡ଼ ବର୍ଷାରେ ସରକାର ଶୁଣିବେ ଆପଣଙ୍କୁ ଲାଗୁଛି ଆପଣଙ୍କ କଥା ରଖିବେ? ଦେଖନ୍ତୁ ଆମେ ଏତେ ବର୍ଷ କାର୍ଯ୍ୟ କରିସାରିଲା ପରେ ମଧ୍ୟ ସରକାର ଆମ ଦାବି ଶୁଣିଲେନି, ବାରମ୍ବାର ପ୍ରତିଶ୍ରୁତି ଦେଲେ କିନ୍ତୁ ଆଜି ଯାଏଁ କୌଣସି ପ୍ରତିଶ୍ରୁତି ପୂରଣ କଲେନି। ଆଉ ଆମେ ବାଧ୍ୟ ହେଇକି ତାଙ୍କୁ ଜଣେଇକି ଏମିତି ନାହିଁ ଯେ ତାଙ୍କୁ ଆମେ ଅବଗତ କରାଇଛୁ ଆଗରୁ ମଧ୍ୟ ଆଉ କିଛି ସମୟ ମଧ୍ୟ ଦେଇଥିଲୁ ଆପଣ ଏତେ ଦିନ ଭିତରେ କରନ୍ତୁ ବୋଲିକରି। ଆଉ ତାଙ୍କର ଯେଉଁ CMI ଯୋଜନା ଥିଲା ଆମେ ତାଙ୍କୁ ସୁଚାରୁ ରୂପେ ବଣ୍ଟନ ମଧ୍ୟ କଲୁ ଆଉ କୋଅପରେଟ୍ ମଧ୍ୟ କଲୁ ସବୁ ଜାଗାରେ। ଆଲୋଚନା କରିବାକୁ ଯାଇଥିଲେ କ'ଣ ତାଙ୍କ କ'ଣ ମିଳିଲା, କ'ଣ ପ୍ରତିଶ୍ରୁତି ଦେଇଥିଲେ ନା କେବଳ ଆପଣ କହିକି? ଆଜି ଯେଉଁ ଆମର ଆଡ଼ିସନାଲ୍ ସେକ୍ରେଟାରୀ ସାର୍ଙ୍କ ସହିତ ସେ ଯାଇଥିଲୁ, ଆମେ କଥାବାର୍ତ୍ତା ହେଲୁ। ସେ କହିଛନ୍ତି ନିଶ୍ଚିତ ଭାବରେ ଏଇଟା ତୁମର ନ୍ୟାଯ୍ୟ ଦାବିଟା ଆଉ ଦେଖାଯାଉ। ଯେଉଁ ଆପଣଙ୍କର 8,000 ଟଙ୍କା ପାରିଶ୍ରମିକ ଅଛି ବହୁତ କମ୍ ହେଉଛି ଆଜିକାର ରେଟ୍ରେ। ସରକାର ବି ଅବଗତ ଅଛନ୍ତି, ସରକାର ମଧ୍ୟ ବହୁତ ଚେଷ୍ଟା କରିଛନ୍ତି ଆଉ ନିଶ୍ଚିତ ଭାବରେ ଆମେ ୟାକୁ ଉପରକୁ ପଠାଇବୁ। CM 8,000ରେ ଆମର ଆଉ ଗୋଟେ ଜିନିଷ ସୁବିଧା କ'ଣ ଥିଲା କି ପିଲାମାନେ ଗୋଟେ ଡିଷ୍ଟ୍ରିବ୍ୟୁସନ୍ କରୁଥିଲେ ମାନେ ପାଖାପାଖି ମାସକୁ ଗୋଟେ 15-20 ଦିନ ତାଙ୍କୁ ସମୟ ଯେଉଁ ମିଳିଥିଲା ମାନେ ପାର୍ଟ ଟାଇମ୍ ଗୋଟେ କାମ କରିକି ଚଳିପାରିଥିଲେ। କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଗୋଟେ ବିତରଣ ହେଲା ଆଉ ନ୍ୟାସନାଲ୍ ଫୁଡ୍ ସିକ୍ୟୁରିଟି ଆକ୍ଟର ଆମର ସେଣ୍ଟ୍ରାଲ୍ ସ୍କିମ୍ର ଗୋଟେ ଡିଷ୍ଟ୍ରିବ୍ୟୁସନ୍ ମାନେ ମାସକୁ 30 ଦିନ ଆମକୁ ବିତରଣରେ ହିଁ ଦିନ କାଟିବାକୁ ପଡ଼ିବ। ଆଉ ସେ ଭିତରେ ଯଦି ଏକ୍ସଟ୍ରା ଟାଇମ୍ କାହାକୁ ନ ମିଳିବ, ସେ ଏକ୍ସଟ୍ରା ପାର୍ଟ ଟାଇମ୍ ଜବ୍ କରିବେନି ମାନେ କେମିତି ଚଳିବେ? ବାଧ୍ୟ ହେଇକି ଆମର ସମସ୍ତେ ଆସିଛନ୍ତି ଆଉ ଦରକାର ପଡ଼ିଲେ ମାସ୍ ୱାଇଜ୍ ରେଜିଗ୍ନେସନ୍ ଦେବା ପାଇଁ ମଧ୍ୟ ପିଲା ରେଡ଼ି ହେଇକି ଅଛନ୍ତି। ଦେଇଥିଲେ ଅଲଗା କାହାକୁ ଦେଇଥିଲେ ମେମୋରାଣ୍ଡମ୍ ଆମେ ବହୁତ ଦିନରୁ ଦେଇଛୁ। ଏ ଯେଉଁ ନୂଆ ସରକାରକୁ ଆମେ ଆମର ଯୋଗାଣ ମନ୍ତ୍ରୀକୁ ଆମେ ଦେଇଛୁ ପାଖାପାଖି ଗୋଟେ 300ରୁ 400 ଥର ଦେଇଛୁ। ଆମର ମୁଖ୍ୟମନ୍ତ୍ରୀକୁ ବି ଦେଇଛୁ ଆମେ ପାଖାପାଖି 100ରୁ 200 ପ୍ରତିଶ୍ରୁତି ଦେଇଛନ୍ତି। ସବୁବେଳେ କହିଛନ୍ତି ଆମର ପଜିଟିଭରେ ହିଁ ନିଶ୍ଚିତ ଭାବରେ ତୁମର ମାନେ କାର୍ଯ୍ୟ ଆମେ କରିବା, ତୁମର 8,000 ଟଙ୍କା ବହୁତ କମ୍ ହେଉଛି, ଚଳିବା କଷ୍ଟ କହୁଛନ୍ତି, ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ କେବେ ପ୍ରତିଶ୍ରୁତି ପୂରଣ କରୁନାହାନ୍ତି। କଥାରେ ରହିଯାଉଛି ସରକାର ଏମିତି କ'ଣ ରହୁଛି ଆପଣଙ୍କ କଥାରେ କିଛି ରହିଯାଉଛି କିମ୍ବା ଆପଣଙ୍କ ଦାବିରେ ଏମିତି କ'ଣ ରହିଯାଉଛି ଯେଉଁଟା ସରକାର ପୂରଣ କରିପାରୁନାହାନ୍ତି? ସରକାରଙ୍କ ଆଡ଼ୁ ବି କିଛି ରହୁଛି କି ଯେଉଁଟା ସରକାର ଆପଣଙ୍କ କଥା ମାନେ ଇଏ କରିପାରୁନାହାନ୍ତି? ଦେଖନ୍ତୁ ଆମର ଦାବି ଯେଉଁ ଆମେ କରିଛୁ ଆମେ ସରକାରକୁ ଜବରଦସ୍ତି କିମ୍ବା ଆମର କୌଣସି ପ୍ରକାର ମାନେ ଜିଦ୍ର ଦାବି କରିନୁ। ଆମର ପରିବାର ପ୍ରତିପୋଷଣ ପାଇଁ ଆମେ ଦାବି କରୁଛୁ ଆଉ ତା ପାଇଁ ଆମେ କାମ ମଧ୍ୟ କରୁଛୁ କାର୍ଯ୍ୟ ମଧ୍ୟ। କିନ୍ତୁ ସରକାର ବି ଯଦି ପ୍ରତିଶ୍ରୁତି ଆମକୁ ଏତେ ଥର ଦେଉଛନ୍ତି ସବୁବେଳେ କରିବି ବୋଲିକିରି ଆଉ ଯଦି ତାଙ୍କର କରିପାରୁନାହାନ୍ତି ହେଲେ ନିଶ୍ଚିତ ଭାବରେ ସରକାରଙ୍କର କିଛି ମାନେ କ'ଣ ପାଇଁ ସେ କରୁନାହାନ୍ତି ସେ କଥା ଆମର